ଶ୍ରୋତାମାନଙ୍କ ପାଇଁ ପାଳନୀୟ ନିୟମ। ସୌନକ ମୁନି ପଚାରନ୍ତି, ହେ ଶିବଭକ୍ତ ଶ୍ରେଷ୍ଠ ମହାବୁଦ୍ଧିମାନ ମୁନିଶ୍ରେଷ୍ଠ ସୁତ, ଆପଣ ଧନ୍ୟ ଅଟନ୍ତି, କାରଣ ଆପଣ ଏହି ଅଦ୍ଭୁତ ଏବଂ କଲ୍ୟାଣକାରୀ କଥା ଆମ୍ଭକୁ ଶୁଣାଇଲେ। ହେ ମୁନିଶ୍ରେଷ୍ଠ, ଶିବପୁରାଣ କଥା ଶୁଣିବା ପାଇଁ ବ୍ରତ ଧାରଣ କରୁଥିବା ଭକ୍ତମାନଙ୍କ ପାଇଁ କେଉଁ କେଉଁ ନିୟମ ଗୁଡ଼ିକର ପାଳନ କରିବା ଉଚିତ, ଏହି ବିଷୟରେ କୃପାପୂର୍ବକ ସମସ୍ତଙ୍କ କଲ୍ୟାଣ ଅର୍ଥେ ବୁଝାଇ କୁହନ୍ତୁ। ସୁତମୁନି ଉତ୍ତର ଦିଅନ୍ତି, ହେ ମହାମୁନି ସୌନକ, ଏବେ ଶିବପୁରାଣ ଶ୍ରବଣର ବ୍ରତ ଗ୍ରହଣ କରୁଥିବା ବ୍ୟକ୍ତି ପାଇଁ ଯେଉଁ ସବୁ ନିୟମ ରହିଛି ତାହା ଭକ୍ତିପୂର୍ବକ ଶୁଣନ୍ତୁ। ନିୟମପୂର୍ବକ ଏହି ଶ୍ରେଷ୍ଠ କଥାକୁ ଶ୍ରବଣ କଲେ ନିର୍ବିଘ୍ନରେ ଉତ୍ତମ ଫଳ ପ୍ରାପ୍ତ ହୋଇଥାଏ। ଯେଉଁମାନେ ଦୀକ୍ଷା ନେଇନାହାନ୍ତି ସେମାନେ କଥା ଶ୍ରବଣର ଅଧିକାରୀ ନୁହନ୍ତି। ତେଣୁ ହେ ମୁନିଶ୍ରେଷ୍ଠ ସୌନକ, କଥା ଶ୍ରବଣ କରିବାକୁ ଚାହୁଁଥିବା ଲୋକେ ପ୍ରଥମେ ବକ୍ତାଙ୍କଠାରୁ ଦୀକ୍ଷା ଗ୍ରହଣ କରିବା ଉଚିତ। ଯେଉଁମାନେ ନିୟମପୂର୍ବକ କଥା ଶୁଣିବେ ସେମାନଙ୍କ ପକ୍ଷେ ବ୍ରହ୍ମଚର୍ଯ୍ୟ ନିୟମରେ ରହିବା, ଭୂମି ଉପରେ ଶୋଇବା, ପତ୍ରରେ ଖାଇବା ଏବଂ ପ୍ରତିଦିନ କଥା ସମାପ୍ତି ପରେ ହିଁ ଅନ୍ନ ଗ୍ରହଣ କରିବା ଆବଶ୍ୟକ। ଯାହାର ସାମର୍ଥ୍ୟ ଥିବ ସେ ପୁରାଣ ଶେଷ ପର୍ଯ୍ୟନ୍ତ ଉପବାସ କରି ଶୁଦ୍ଧତାପୂର୍ବକ ଭକ୍ତି ଭାବରେ ଏହି ଉତ୍ତମ ଶିବ ପୁରାଣ ଶ୍ରବଣ କରିବେ। ଘିଅ ଅଥବା ଦୁଗ୍ଧ ପାନ କରି ସୁଖପୂର୍ବକ କଥା ଶ୍ରବଣ କରିବେ, ଅର୍ଥାତ୍ ଫଳ ଆହାର କରି ଗୋଟିଏ ସମୟ ଭୋଜନ କରି ପୁରାଣ କଥାର ଶ୍ରବଣ କରିବେ। କଥା ଶ୍ରବଣର ବ୍ରତ ଗ୍ରହଣ କରିଥିବା ବ୍ୟକ୍ତି ଦିନରେ ଥରେ ମାତ୍ର ହବିଷ୍ୟାନ୍ନ ଗ୍ରହଣ କରିବେ। ଯେଉଁ ପ୍ରକାରେ କଥା ଶ୍ରବଣର ନିୟମ ନିର୍ବିଘ୍ନରେ ପୂର୍ଣ୍ଣ ହୋଇପାରିବ ସେହିପରି କରିବା ଉଚିତ। ମୁଁ କଥା ଶ୍ରବଣରେ ବିଘ୍ନ ଉତ୍ପନ୍ନ କରୁଥିବା ଉପବାସ ତୁଳନାରେ କଥା ଶ୍ରବଣରେ ଶକ୍ତି ପ୍ରଦାନ କରୁଥିବା ଭୋଜନକୁ ଉତ୍ତମ ବୋଲି ବିଚାର କରେ। ଗରିଷ୍ଠ ଅନ୍ନ, ଡାଲି, ପୋଡ଼ା ଖାଦ୍ୟ, ସିମ୍ଭ, ମସୁର, ଭାବଦୂଷିତ ତଥା ବାସି ଅନ୍ନ ଭକ୍ଷଣ କଦାପି କରିବା ଉଚିତ ନୁହେଁ। ଶ୍ରୋତାଙ୍କୁ ବାଇଗଣ, ତରଭୁଜ, ପୋଟଳ, ମୂଳା, କଖାରୁ, ପିଆଜ, ନଡ଼ିଆ ମିଶ୍ରିତ ଦ୍ରବ୍ୟ ତଥା ଅନ୍ୟ କନ୍ଦମୂଳ ଜାତୀୟ ଖାଦ୍ୟକୁ ପରିତ୍ୟାଗ କରିବା ଆବଶ୍ୟକ। କଥା ଶ୍ରବଣ ପାଇଁ ବ୍ରତ ଗ୍ରହଣ କରିଥିବା ଶ୍ରୋତା ପିଆଜ, ରସୁଣ, ହେଙ୍ଗୁ, ଗାଜର, ମାଦକ ଦ୍ରବ୍ୟ ଓ ଆମିଷ ଶ୍ରେଣୀଭୁକ୍ତ ଖାଦ୍ୟ ବର୍ଜନ କରିବେ। ସେ କାମ, କ୍ରୋଧ ଆଦି ଷଡ଼ ବିକାର, ବ୍ରାହ୍ମଣ ନିନ୍ଦା ଏବଂ ପବିତ୍ରତା ଓ ସାଧୁସନ୍ଥଙ୍କ ନିନ୍ଦାକୁ ବର୍ଜନ କରିବେ। କଥା ଶ୍ରବଣର ବ୍ରତ ଧାରଣ କରିଥିବା ବ୍ୟକ୍ତି ରଜସ୍ୱଳା ସ୍ତ୍ରୀକୁ ଦେଖିବେ ନାହିଁ। ପତିତ ମନୁଷ୍ୟମାନଙ୍କୁ ଏହି କଥାର ଶ୍ରବଣ କରାଇବେ ନାହିଁ। ବ୍ରାହ୍ମଣମାନଙ୍କୁ ଘୃଣା କରୁଥିବା ଏବଂ ବେଦକୁ ପ୍ରତ୍ୟାଖ୍ୟାନ କରିଥିବା ବ୍ୟକ୍ତିଙ୍କ ସହିତ କଥା ହେବେ ନାହିଁ। କଥା ପ୍ରତି ପୁରୁଷ ପ୍ରତିଦିନ ସତ୍ୟ, ଶୌଚ, ଦୟା, ମୌନ, ସରଳତା, ବିନୟ ଓ ହାର୍ଦ୍ଦିକ ଉଦାରତା ଇତ୍ୟାଦି ଗୁଣକୁ ଆଦରି ନେବେ। ଶ୍ରୋତା ନିଷ୍କାମ ହୋଇଥାନ୍ତୁ ବା ସକାମ ହୋଇଥାନ୍ତୁ, ସେ ନିୟମପୂର୍ବକ କଥା ଶୁଣିବେ। ସକାମ ବ୍ୟକ୍ତି ନିଜ ଅଭୀଷ୍ଟ କାମନା ଅନୁରୂପ ଫଳ ପାଆନ୍ତି ଏବଂ ନିଷ୍କାମ ମନୁଷ୍ୟ ମୋକ୍ଷ ଲାଭ କରନ୍ତି। ଦରିଦ୍ର, କ୍ଷୟରୋଗୀ, ପାପୀ, ଭାଗ୍ୟହୀନ ଏବଂ ନିସନ୍ତାନ ଲୋକେ ମଧ୍ୟ ଏହି ଉତ୍ତମ କଥାକୁ ଶୁଣିବା ଉଚିତ। ଯେଉଁ ନାରୀମାନେ କାକବନ୍ଧ୍ୟା ଇତ୍ୟାଦି 7 ଗୋଟି ଦୋଷରେ ଯୁକ୍ତ ଏବଂ ଯାହାଙ୍କର ଗର୍ଭସ୍ରାବ ହୋଇଯାଏ ସେମାନେ ମଧ୍ୟ ଶିବ ପୁରାଣର କଥା ଶୁଣିବା ଉଚିତ। ହେ ମୁନିଶ୍ରେଷ୍ଠ, ସ୍ତ୍ରୀ ବା ପୁରୁଷ ସମସ୍ତେ ଯତ୍ନପୂର୍ବକ ବିଧିବିଧାନରେ ଶିବ ପୁରାଣ କଥା ଶୁଣିବା ଉଚିତ।
ଏହି ଶିବ ପୁରାଣ କଥା ପାରାୟଣର ଦିନଗୁଡ଼ିକୁ ଅତ୍ୟନ୍ତ ଉତ୍ତମ ଏବଂ କୋଟି କୋଟି ଯଜ୍ଞ ସମାନ ପବିତ୍ର ବୋଲି ମନେ କରିବା ଉଚିତ। ଏହି ଶ୍ରେଷ୍ଠ ଦିନଗୁଡ଼ିକରେ ଯଦି ବିଧିପୂର୍ବକ ଅଳ୍ପ ବହୁତ ବସ୍ତ୍ର ଦାନ କରାଯାଏ ତେବେ ତାହାର ଅକ୍ଷୟ ପ୍ରାପ୍ତି ହୋଇଥାଏ। ଏହିପରି ଭାବରେ ବ୍ରତ ଧାରଣ କରି ଏହି ପରମ ଶ୍ରେଷ୍ଠ କଥାର ଶ୍ରବଣ କରିବା ସହିତ ଆନନ୍ଦପୂର୍ବକ ଶ୍ରୀମାନ ପୁରୁଷଙ୍କୁ ଏହାର ଉଦ୍ଯାପନ କରିବା ଆବଶ୍ୟକ। ଏହାର ଉଦ୍ଯାପନର ବିଧି ଶିବ ଚତୁର୍ଦ୍ଦଶୀ ଉଦ୍ଯାପନ ସଙ୍ଗେ ସମାନ। ତେଣୁ ଏଠାରେ ଉଲ୍ଲେଖିତ ଫଳର କାମନା କରୁଥିବା ଧନବାନ ବ୍ୟକ୍ତିଙ୍କୁ ସେହି ଅନୁରୂପ ଉଦ୍ଯାପନ କରିବା ଆବଶ୍ୟକ। ସୀମିତ ଆର୍ଥିକ ସ୍ଥିତି ଥିବା ଭକ୍ତମାନଙ୍କ ପାଇଁ ସାଧାରଣତଃ ଉଦ୍ଯାପନର ଆବଶ୍ୟକତା ନାହିଁ। ସେମାନେ କେବଳ କାହାଣୀ ଶୁଣି ପବିତ୍ର ହୋଇଯାଆନ୍ତି। ଭଗବାନ ଶିବଙ୍କ ନିଃସ୍ୱାର୍ଥପର ଭକ୍ତମାନେ ତ ଶିବ ସ୍ୱରୂପ ହିଁ ହୋଇଥାନ୍ତି। ହେ ମହର୍ଷି, ଏହି ପ୍ରକାରେ ଶିବ ପୁରାଣ କଥା ପଠନ ଓ ଶ୍ରବଣ ସମ୍ବନ୍ଧୀୟ ଯଜ୍ଞୋତ୍ସବ ସମାପ୍ତ ହୋଇଯିବା ପରେ ଶ୍ରୋତାମାନେ ଭକ୍ତିପୂର୍ବକ ଯତ୍ନର ସହିତ ଶିବ ପୂଜା କରିବା ଉଚିତ। ଶିବ ପୂଜା ସହିତ ପୁରାଣ ଗ୍ରନ୍ଥକୁ ମଧ୍ୟ ପୂଜା କରିବା ଉଚିତ। ତାପରେ ବିଧିପୂର୍ବକ ବକ୍ତାଙ୍କୁ ମଧ୍ୟ ପୂଜା କରିବା ଉଚିତ। ପୁରାଣ ଗ୍ରନ୍ଥକୁ ନୂତନ ଓ ସୁନ୍ଦର ବସ୍ତ୍ରରେ ଆଚ୍ଛାଦିତ କରିବେ ଏବଂ ତାହାକୁ ବାନ୍ଧିବା ପାଇଁ ସେଥିରେ ମଜବୁତ ଡୋରି ଲଗାଇବେ। ଏହାପରେ ତାହାକୁ ବିଧିବତ ପୂଜା କରିବେ। ପୁରାଣ ପାଇଁ ଯେଉଁ ବ୍ୟକ୍ତି ନୂତନ ବସ୍ତ୍ର ଏବଂ ସୂତ୍ର ଦାନ କରନ୍ତି ସେ ଜନ୍ମ ଜନ୍ମାନ୍ତରର ଭୋଗବିଳାସ ଏବଂ ଜ୍ଞାନ ଦ୍ୱାରା ସମ୍ପନ୍ନ ହୋଇଥାନ୍ତି। କଥାବାଚକଙ୍କୁ ଅନେକ ପ୍ରକାରର ବହୁମୂଲ୍ୟ ପଦାର୍ଥ ଦାନ କରିବା ଆବଶ୍ୟକ ଏବଂ ଉତ୍ତମ ବସ୍ତ୍ର, ଆଭୂଷଣ ଏବଂ ସୁନ୍ଦର ପାତ୍ର ଆଦି ବିଶେଷ ରୂପରେ ଦାନ କରିବା ଆବଶ୍ୟକ। ପୁରାଣର ଆସନ ରୂପରେ ଯେଉଁ ବ୍ୟକ୍ତି କମ୍ବଳ, ମୃଗଚର୍ମ, ଚୌକି, ତଖ୍ତା ଆଦି ପ୍ରଦାନ କରନ୍ତି ସେ ସ୍ୱର୍ଗ ପ୍ରାପ୍ତ କରି ଅସରନ୍ତି ସୁଖର ଉପଭୋଗ କରି ପୁନଃ କଳ୍ପ ପର୍ଯ୍ୟନ୍ତ ବ୍ରହ୍ମଲୋକରେ ବାସ କରି ପରିଶେଷରେ ଶିବଲୋକ ପ୍ରାପ୍ତ କରିଥାନ୍ତି। ହେ ମୁନିଶ୍ରେଷ୍ଠ, ଏହି ରୂପେ ମହାନ ଉତ୍ସବ ସହିତ ଗ୍ରନ୍ଥକୁ ଓ ବକ୍ତାଙ୍କୁ ବିଧିପୂର୍ବକ ପୂଜା କରିବା ପରେ ବକ୍ତାଙ୍କ ସହାୟତା ପାଇଁ ଉପସ୍ଥିତ ପଣ୍ଡିତଙ୍କୁ ମଧ୍ୟ ସେହିପରି ଧନାଦି ଦ୍ୱାରା ବକ୍ତାଙ୍କଠାରୁ କିଛି କମ୍ ସତ୍କାର କରିବେ। ସେଠାକୁ ଆସିଥିବା ବ୍ରାହ୍ମଣଙ୍କୁ ଅନ୍ନ ଧନ ଇତ୍ୟାଦି ଦାନ କରିବେ। ଏହାଛଡ଼ା ଗୀତ, ବାଦ୍ୟ, ନୃତ୍ୟ ଇତ୍ୟାଦିର ଆୟୋଜନ ସହିତ ମହାନ ଉତ୍ସବ କରିବେ। ହେ ମୁନି, ଯଦି ଶ୍ରୋତା ଅନାସକ୍ତ ହୋଇଥାନ୍ତି ତେବେ କଥା ସମାପ୍ତି ଦିନ ବିଶେଷତଃ ଶ୍ରୀରାମଙ୍କ ପ୍ରତି ଶିବ କହିଥିବା ଗୀତା ଅର୍ଥାତ୍ ପଦ୍ମ ପୁରାଣୋକ୍ତ ଶିବ ଗୀତାର ପାଠ କରିବା ଉଚିତ। ଯଦି ଶ୍ରୋତା ଗୃହସ୍ଥ ହୋଇଥାନ୍ତି ତେବେ ସେହି ଶ୍ରବଣ କର୍ମର ଶାନ୍ତି ନିମନ୍ତେ ଶୁଦ୍ଧ ହବିଷ୍ୟରେ ହୋମ କରିବା ଉଚିତ। ହେ ମୁନି, ଏ ପୁରାଣ ଗାୟତ୍ରୀମୟ ଅଟେ। ଏଣୁ ରୁଦ୍ର ସଂହିତାର ପ୍ରତ୍ୟେକ ଶ୍ଲୋକରେ ଆହୁତି ଦେବା ବିଧେୟ ଅଥବା ଗାୟତ୍ରୀ ମନ୍ତ୍ରରେ ଆହୁତି ଦେବା ଆବଶ୍ୟକ। ଏହା ସମ୍ଭବ ନହେଲେ ଶିବ ପଞ୍ଚାକ୍ଷର ମୂଳମନ୍ତ୍ରରେ ହୋମ କରିବା ଉଚିତ। ହୋମ କରିବାର ସାମର୍ଥ୍ୟ ନଥିଲେ ଯଥାଶକ୍ତି ହବନୀୟ ହବିଷ୍ୟ ଦ୍ରବ୍ୟ ବ୍ରାହ୍ମଣଙ୍କୁ ଦାନ କରିଦେବେ। ମହାଦୋଷର ଶାନ୍ତି ପାଇଁ ଭକ୍ତିପୂର୍ବକ ଶିବ ସହସ୍ର ନାମ ପାଠ ଅଥବା ଶ୍ରବଣ କରିବେ। ଏହାଦ୍ୱାରା ଯେ ସବୁକିଛି ସଫଳ ହୁଏ ଏଥିରେ ସଂଶୟ ନାହିଁ, କାରଣ ତ୍ରିଲୋକରେ ଏହାଠାରୁ ବଳି କିଛି ନାହିଁ। କଥା ଶ୍ରବଣ ସମ୍ବନ୍ଧୀୟ ବ୍ରତର ପୂର୍ଣ୍ଣତା ନିମନ୍ତେ 11 ଜଣ ବ୍ରାହ୍ମଣଙ୍କୁ ମଧୁମିଶ୍ରିତ କ୍ଷୀରି ଭୋଜନ କରାଇବେ ଏବଂ ସେମାନଙ୍କୁ ଦକ୍ଷିଣା ଦେବେ। ହେ ମୁନି, ସମ୍ବଳ ଥିଲେ 3 ତୋଳା ସୁନାରେ ଗୋଟିଏ ସୁନ୍ଦର ସିଂହାସନ ନିର୍ମାଣ କରି ତା ଉପରେ ଉତ୍ତମ ଅକ୍ଷରରେ ଲିଖିତ ଶିବ ପୁରାଣୋକ୍ତ ପୋଥିକୁ ବିଧିପୂର୍ବକ ସ୍ଥାପିତ କରିବେ। ତାହାକୁ
आवाहन इत्यादि विविध उपचार पूजा करी दक्षिणा अर्पण करिवे। तापरे जितेन्द्रिय आचार्य को वस्त्र आभूषण और गंध इत्यादि पूजा करी दक्षिणा सहित सही पोथी बा ग्रंथ तांकु समर्पी देवे। एही प्रकारे सुधीश्रोता शिवंक संतोष निमंते पुराण दान करने आवश्यक। हे मुनि सौनक, पुराण दान कले ताहार प्रभाव मनुष्य भगवान शिवंक अनुग्रह लाभ करी भवबंधन मुक्त हो जाए। उपरोक्त विधि विधान पालन कले श्री संपन्न शिवपुराण समस्त फल प्रदाता और भोगमोक्षर प्रदाता होइଥାଏ। हे मुनि, मु आपणଙ୍କୁ समस्त अभीष्ट फल प्रदाता शिवपुराण महात्म्य शुणाइदेली। एबे आपण आउ कौन शुणिबाकु चाहुछन्ति? श्रीमान शिवपुराण समस्त पुराण मध्यरे मस्तकर तिलक रूपे गण्य हुए। यह शिवंकर अत्यंत प्रिय, रमणीय और समस्त रोग निवारणकारी अटे। जो माने सर्वदा शिवंकु ध्यान करती, जहांक वाणी शिवंक गुणर स्तुति करे एवं जहांक कंठ तांक चरित श्रवण करे, ए जीव जगतरे सेई मानक जन्म ही सफल अटे। से माने निश्चिंत रूपे भव सागररू पार हो जाती। समस्त प्रकार गुण विभेद जो प्रभुंक सच्चिदानंदमय रूप को स्पर्श करि नाहंती, जे निज महिमारे जगत बाहरे और भितरे भासमान तथा जे मनर बाह्य तथा आभ्यंतर वाणी और मनोवृत्ति रूपरे प्रकाशित हुअंती, सही अनंत आनंद घन रूपी परम शिवंक ठारे मु शरण पशुछि। एही प्रकार श्री स्कंद महापुराण रे सनत कुमार संहिता अंतर्गत श्री शिवपुराण श्रवणर श्रोता मानंक पई पालनीय विधि निषेध एवं ग्रंथ तथा वक्तांक पूजन वर्णन नामक सप्तम अध्यायटी समाप्त हैला। श्री शिवपुराण महात्म्य समाप्त हैला।